ବାଲେଶ୍ୱର ରେମୁଣା ବାଲଗୋପାଳପୁର ଶିଳ୍ପାଞ୍ଚଳ ସ୍ଥିତ ଇମାମୀନଗର ଶ୍ରୀଗୁଣ୍ଡିଚା ମନ୍ଦିର ମେଳା ପଡ଼ିଆରେ ପ୍ରତିବର୍ଷ ଭଳି ରଥ ଉତ୍ସବର ଦ୍ୱିତୀୟ ଦିନରେ ବିଭିନ୍ନ ପ୍ରାନ୍ତରରୁ ହଜାର ହଜାର ଶ୍ରଦ୍ଧାଳୁଙ୍କର ଭିଡ଼ ସାଙ୍ଗକୁ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ତଥା ରାସଲୀଳାରେ ମଜିଲେ ଜଗନ୍ନାଥ ପ୍ରେମୀ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଇମାମୀନଗର ଗୁଣ୍ଡିଚା ମନ୍ଦିରରେ ଶ୍ରୀକ୍ଷେତ୍ର ରୀତିନୀତି ମୁତାବକ ଦ୍ୱିତୀୟ ଦିନରେ ମହାପ୍ରଭୁଙ୍କର ସମସ୍ତ ପୂଜାର୍ଚ୍ଚନା ସମାପନ ସାଙ୍ଗକୁ ଦିନ 10:30ଟାରୁ 12 ଘଟିକା ପର୍ଯ୍ୟନ୍ତ ତୁଳସୀ ଅଭିଷେକ, 3ଟା 30ରୁ 5 ଘଟିକା ପର୍ଯ୍ୟନ୍ତ ବିଭିନ୍ନ କଳାକାରଙ୍କ ଦ୍ୱାରା ହରିନାମ ସଂକୀର୍ତ୍ତନ, 5ଟାରୁ 6ଟା 30 ପର୍ଯ୍ୟନ୍ତ ଇମାମୀ ଅଫିସର କଲୋନୀ ସ୍ଥିତ ମହିଳା କଳାକାରଙ୍କ ଦ୍ୱାରା ନୃତ୍ୟ ପରିବେଷଣ, 6ଟା 30ରୁ 8ଟା 30 ପର୍ଯ୍ୟନ୍ତ ଋଷିକେଶରୁ ଆସିଥିବା ପ୍ରତିଷ୍ଠିତ କଳା ସଂସ୍ଥାନ ଦ୍ୱାରା ରାମ ଜନ୍ମ, ତାଡ଼କା ବଧ, ରାମ ବିବାହ ଭଳି ପୌରାଣିକ କାର୍ଯ୍ୟକ୍ରମ ଭକ୍ତମାନଙ୍କୁ ବେଶ୍ ବିମୋହିତ କରିଥିଲା। ରାତି 8ଟା 45 ଶୟନ ଆରତୀ ଅନୁଷ୍ଠିତ ହୋଇଥିଲା। ସେହିପରି ଆରତୀ ମଣ୍ଡପରେ ପୌଢ଼ ଶିକ୍ଷା କ୍ଷେତ୍ରରେ କୃତକାର୍ଯ୍ୟ ହୋଇଥିବା 95 ଜଣ ଶିକ୍ଷାର୍ଥୀଙ୍କୁ ଆୟୋଜିତ ସଭାରେ ସମ୍ମାନିତ କରାଯାଇଥିଲା। ଇମାମୀ କାଗଜ କଳର ବରିଷ୍ଠ ସଭାପତି ଆଶିଷ ଅବିନାଶ ଗୁପ୍ତା, ସାଧାରଣ ପରିଚାଳକ ଡକ୍ଟର ୟୁସୁଫ ଅଲି ସୋଲାଙ୍କିଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ରୋଟାରୀ ଗଭର୍ଣ୍ଣର ଜଗାଶିଷ ମହାପାତ୍ର, ରୋଟାରୀ ଲିଟରେସି ପ୍ରୋଜେକ୍ଟ ଚେୟାରମ୍ୟାନ୍ ଶାନ୍ତନୁ ପାଣିଗ୍ରାହୀ, ମୁଖ୍ୟ ଉପଦେଷ୍ଟା ରୋଟାରିଆନ୍ ସୁବ୍ରତ କର, କର୍ଣ୍ଣେଲ କ୍ଷେତ୍ରମୋହନ ମହାପାତ୍ର ଯୋଗଦେଇ ପୌଢ଼ ଶିକ୍ଷା ଉପରେ ଆଲୋକପାତ କରିଥିଲେ। ଇମାମୀ ଓ ରୋଟାରୀ ମିଳିତ ଆନୁକୂଲ୍ୟରେ ରେମୁଣା ବ୍ଲକ ଅଧୀନରେ 12ଟି ପ୍ରୌଢ଼ ଶିକ୍ଷା କେନ୍ଦ୍ର ପରିଚାଳିତ ହୋଇ ଆସୁଥିବା ବେଳେ ପ୍ରଥମ ବ୍ୟାଚ୍ରେ 18 ବର୍ଷରୁ ଅଧିକ ବୟସର ବ୍ୟକ୍ତିବିଶେଷଙ୍କୁ ଅଧାରୁ ପାଠପଢ଼ା ଛାଡ଼ିଥିବା କିମ୍ବା ସମ୍ପୂର୍ଣ୍ଣ ପାଠ ପଢ଼ିନଥିବା ବ୍ୟକ୍ତିଙ୍କୁ ଶିକ୍ଷା ଦିଆଯାଇଥିବା ବେଳେ 96 ଜଣ କୃତକାର୍ଯ୍ୟ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ସଂଯୋଜିକା ପ୍ରଯୁକ୍ତା ମାଝୀ ଶିକ୍ଷା କାର୍ଯ୍ୟ ପରିଚାଳନା କରୁଥିବା ବେଳେ ଏଜିଏମ୍ ତଥା ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମରେ ଇମାମୀ ଗ୍ରୁପର ଅନ୍ୟତମ ନିର୍ଦ୍ଦେଶକ ତଥା ଜଗନ୍ନାଥ ମନ୍ଦିରର ପୃଷ୍ଠପୋଷକ ସୁଶୀଲ କୁମାର ଗୋୟଙ୍କାଙ୍କ ଉପସ୍ଥିତି ରହି ସମସ୍ତ କାର୍ଯ୍ୟ ପରିଚାଳନା କରୁଥିବା ଜଣାପଡ଼ିଛି।